ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ মহৎ নামରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର 4ର୍ଥ ପଦରେ ଆମମାନେ ଏପରି ପାଠ କରୁ, ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ, ସେମାନେ ମୋ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ଯେତେବେଳେ ମନୁଷ୍ୟ ସମସ୍ୟାରେ ପଡ଼େ, ସେ ସାହାଯ୍ୟ ପାଇବା ଆଶାରେ ସେମାନଙ୍କୁ ଖୋଜେ ଯିଏ ତା'ଠାରୁ ଶକ୍ତିଶାଳୀ ଓ ସକ୍ଷମ ଥିବେ। ତେଣୁ ଯୌବନ ଅବସ୍ଥାରେ ଆମେ ପିତାମାତାଙ୍କଠାରେ ପ୍ରାର୍ଥନା କରୁ, ମାତ୍ର ବୟସ୍କ ହେଲେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ। ମାତ୍ର ଦୁଷ୍କର୍ମକାରୀମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଯେ ଈଶ୍ୱର ଅଛନ୍ତି ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଦ୍ୱିତୀୟ କାରଣ ହେଉଛି ଯେ ଶାରୀରିକ ଭାବେ ଓ ବୌଦ୍ଧିକ ଭାବେ ନିଜକୁ ସକ୍ଷମ ଓ ଆତ୍ମନିର୍ଭରଶୀଳ ବୋଲି ସେମାନେ ବିଚାର କରନ୍ତି। ଏହି ପ୍ରକାର ଲୋକଙ୍କ ସମ୍ବନ୍ଧରେ ଜ୍ଞାନୀ ସଲୋମନ ହିତୋପଦେଶରେ କହନ୍ତି, ସେମାନେ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ସେମାନେ ଜ୍ୟୋତିକୁ ଅନ୍ଧକାର ଓ ଅନ୍ଧକାରକୁ ଜ୍ୟୋତି ବୋଲି ଭାବନ୍ତି। ସେମାନଙ୍କୁ ମିଠା ଖଟା ଲାଗେ ଓ ଖଟା ମିଠା ଲାଗେ। ସେମାନେ ନିଜକୁ ଅତି ଚତୁର ଓ ବୁଦ୍ଧିମାନ ଭାବନ୍ତି। ମାତ୍ର ଏହିପରି ଲୋକଙ୍କୁ ସତର୍କ କରାଇ ବାକ୍ୟ କହେ, ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ, ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। ତୁମ୍ଭେ ଆପଣା ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆପଣ କି ସେମାନଙ୍କ ପରି ଯେଉଁମାନେ ନିଜ ଜ୍ଞାନ ଓ ବୁଦ୍ଧିରେ ନିର୍ଭର କରନ୍ତି ତଥା ଈଶ୍ୱରଙ୍କ ନାମ ସ୍ୱୀକାର କରନ୍ତି ନାହିଁ? ସେମାନଙ୍କର ବିଚାର ଏବଂ ବିନାଶ ସୁନିଶ୍ଚିତ। ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରି ତାହାଙ୍କୁ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା। ଏହିପରି କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।